Everyone, welcome to higher classes. The +3 4th semester history on score paper 8 रो यूनिट 1 रो क्लास करिबा आज एई क्लास टी हेउची क्लास नंबर 6 तो राजनैतिक संकट रो गोटे क्लास आमे करिथिला तो आज तारो नेक्स्ट पार्ट टी करिबा तो आज देखिबा धर्मजाजक रिचेल्युक शासन फ्रांस रो एकछत्रवादी सरकारक विजय इंग्लैंड रो राजतंत्र स्कॉटलैंड विद्रोह गृहयुद्ध गति और परिणत। तो चलतु वीडियो को स्टार्ट करवा। धर्मजाजक रिचेल्युक शासन हेनरी चारिथଙ୍କ तुलनाରେ ତାଙ୍କ ପରିବର୍ତ୍ତନ ଶାସକ ଧର୍ମଶାସକ ରିଚେଲିକ୍ 1585 1642 ଖ୍ରୀଷ୍ଟୀୟଙ୍କ ଶାସନ କାଳ ଅତି କମ୍ ଉପକାରୀ ଥିଲା। ତଥାପି ମଧ୍ୟ ରିଚେଲିୟ ଶାସନକୁ ଯଥାର୍ଥ ଭାବରେ ସୁଖ ଶାନ୍ତି ଚଳାଇ ନେଉଥିଲେ ଉକ୍ତ ଧର୍ମଯାଜକ କିନ୍ତୁ ଫ୍ରାନ୍ସର ବିଧିବଦ୍ଧ ରାଜା ନଥିଲେ। ଫ୍ରାନ୍ସର ସିଂହାସନ ପ୍ରକୃତ ଅଧିକାରୀ ହେନରୀ ନ୍ୟାସଙ୍କ ହୋଇ ନ ଥିବା ପୁତ୍ର ତ୍ରୟୋଦଶ ଲୁଇ ଥିଲେ ଯିଏକି 1610 ଖ୍ରୀଷ୍ଟୀୟରେ ରାଜା ଉପାଧି ଧାରଣ କରି 1643 ଯାଏ ଶାସନ କରିଥିଲେ। ଖ୍ରୀଷ୍ଟୀୟରୁ ପ୍ରଧାନମନ୍ତ୍ରୀ ଥିବା ରିଚେଲିୟୁକ୍ ନିଜ ଇଚ୍ଛା ମୁତାବକ ଶାସନ ଚଳାଇଥିଲେ। ସେ ସର୍ବଦା ରାଜ କ୍ଷମତାକୁ ପ୍ରାସାଦ ମଧ୍ୟରେ କେନ୍ଦ୍ରୀଭୂତ କରି ସମଗ୍ର ୟୁରୋପରେ ଫ୍ରାନ୍ସର ପ୍ରଭାବ ବିସ୍ତାର ପାଇଁ ଚେଷ୍ଟିତ ଥିଲେ। ନାଷ୍ଟେସ୍ ଅଧ୍ୟାଦେଶ ଦ୍ୱାରା ତାଙ୍କ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ବିରୁଦ୍ଧରେ ହକଟସମାନେ ବିଦ୍ରୋହ କରିଥିଲେ। तो नेक्स्ट अच्छी फ्रांडे क्रेमेनियन विद्रोह समूह तो मो डिटेल्स देखुने फरासी सरकारक केंद्रीय शासन व्यवस्था विरुद्ध 1648 रु 1653 ख्रीष्टीय मध्य क्रोमान्वयन रे अनेक गुड़िए विद्रोह संगठित होता। उक्त विद्रोह राजी को दिल्लीकस तुमुलोटस एवं फरासी भाषा रे फेस्टेंट कहा जाए। उक्त समय काल मध्य त्रयोदश लुईक परे तांको पुत्र चतुर्दश लुई सिंहासन आरोहण करथिले। सेतेबेले चतुर्दश लुई नाबालक थिबारु तांको माता ऑस्ट्रेलिया राजकुमारी अनेक तत्त्वावधारिका होइथिले। तांको सहित धर्मजाजक समाजारी रहिथिले। उभय विदेशी थिले। मौलिकत्व ऑस्ट्रेलिया एवं इटालीय तेणुकरी अनेक प्रजा एवं केतेक प्रदेश क्षमताशाली सम्राट माने सेमानंकु घृणा करुथिले। युद्धगुड़िक खर्चर बहुलता एवं केते वर्ष धरी शस्य अमलरे ह्रास जहाँकि फ्रांसर अर्थनीति को क्षणस्थायी रूपरे दुर्बल करि देइथिला। तेणुकरी समग्र देशर प्रशासन प्रति विरोधरे और विमुखता
ପ୍ରତିପାଦିତ ହୋଇଥିଲା। ଛୋଟ ଅଭିଜାତ ଅଥବା ନିଜ ସ୍ୱାର୍ଥ ସାଧନ ପାଇଁ ହୋଇଥିଲେ ମଧ୍ୟ ସେତେବେଳେ ସମ୍ଭ୍ରାନ୍ତମାନେ ମାଜାରିକ୍ ବିରୁଦ୍ଧରେ ସେମାନଙ୍କର ଅଶାନ୍ତି ବ୍ୟକ୍ତ କରିଥିଲେ। ତାଙ୍କୁ ପ୍ରବଳ ସମର୍ଥନ ମିଳିଥିଲା। ସେମାନଙ୍କୁ ଲୋକମାନଙ୍କର ସମର୍ଥନ ମିଳିଥିଲା। ତତ୍ତ୍ୱାବଧାନ ସରକାରଙ୍କ ପ୍ରତି ସମଗ୍ର ଦେଶରେ ଅଂଶଜଡ଼ିତ ଏବଂ ବିକ୍ଷିପ୍ତ ବିରୋଧ ଓ ବିଦ୍ରୋହ ଗୁଡ଼ିକ ମୁଣ୍ଡ ଟେକିଥିଲା। ଫ୍ରାନ୍ସର ଏକଛତ୍ରବାଦୀ ସରକାରଙ୍କ ବିଜୟ ଫ୍ରାନ୍ସର କିନ୍ତୁ ସ୍ପେନ୍ ପରି ନ ଥିଲା। ତେଣୁକରି ପତନୋନ୍ମୁଖୀ ହୋଇ ନ ଥିଲା। ବିଶେଷତଃ ଫରାସୀ ରାଜା ସିଂହାସନ ଗୌରବବାହର ଥିଲା। ତାର ମାନ ସମ୍ମାନ ପାରସ୍ପରିକ ଏବଂ ଉନ୍ନତ ଥିଲା, ଯାହାକି ଗୋଟିଏ ବାତ୍ୟା ପବନରେ ଭୁଷୁଡ଼ି ପଡ଼ିବାର ପ୍ରଶ୍ନ ହିଁ ନ ଥିଲା। ସର୍ବୋପରି ହେନରୀ ଚାରିଙ୍କ ଏବଂ ରିଚେଲିୟର ନିଜସ୍ୱ ଉପକାରୀ ସୁଶାସନ ପ୍ରଜାନୁରଞ୍ଜନ ଦ୍ୱାରା ଅର୍ଜନ କରିଥିବା ସୁନାମର୍ଜିତ ଶୌର୍ଯ୍ୟ, ପ୍ରତିପତ୍ତି ଓ ଗୌରବମୟ ଆଦି ଯୋଗୁଁ ରାଜତନ୍ତ୍ରକୁ ହଠାତ୍ ଆକ୍ରମଣ କରିବାର ପ୍ରଶ୍ନ ହିଁ ନ ଥିଲା। ସେମାନେ ମାଜାରିଙ୍କ ଅନ୍ୟାନ୍ୟ ଭ୍ରଷ୍ଟାଚାର ଆତ୍ମସାତ ଦୁର୍ବଳ ଶାସନ ପରିଚାଳନା ବିରୁଦ୍ଧରେ ବିଦ୍ରୋହ କରିଥିଲେ। ସେମାନେ କେନ୍ଦ୍ରୀଭୂତ ଶାସନ ଏବଂ ପ୍ରଦେଶ ବିରୋଧୀ ଆଇନ ପରିଚାଳନାକୁ ଘୋର ବିରୋଧ କରୁଥିଲେ। ବିଦ୍ରୋହ ପ୍ରାୟଶ୍ଚିତ୍ତକୁ ପରିଚାଳନା କରୁଥିବା ଅଧିକାଂଶ ଶାସକ ଇଂଲଣ୍ଡର ବାହାର ରାଜ୍ୟରେ ଥିଲେ ଏବଂ ଇଂଲଣ୍ଡ ଭିତରେ ରହିବା ପାଇଁ ଚାହୁଁଥିଲେ। ତେଣୁକରି ସେମାନଙ୍କ ବିଦ୍ରୋହ ବେଶୀଦିନ ତିଷ୍ଠି ପାରି ନ ଥିଲା ଏବଂ ଆପେ ଆପେ ବନ୍ଦ ହୋଇଥିଲା। ତ ମୁଁ ଡିଟେଲ୍ସରେ ପଢ଼ିଲେ ସିଲାବସ୍ କେବେ ବି ସରିପାରିବ ନାହିଁ। ତ ମୁଁ ଡିଟେଲ୍ସରେ ଦେଖୁନାହିଁ ଆଉ ଭିଡ଼ିଓ ବହୁତ ଲମ୍ବା ବି ହେଇଯିବ। ଇଂଲଣ୍ଡ ରାଜତନ୍ତ୍ର 1640 ଖ୍ରୀଷ୍ଟୀୟରେ ୟୁରୋପୀୟ ଦେଶଗୁଡ଼ିକରେ ସଂଘଟିତ ବିଦ୍ରୋହର ସ୍ୱରୂପ ଫ୍ରାନ୍ସ ଏବଂ ସ୍ପେନ୍ ତୁଳନାରେ ଇଂଲଣ୍ଡରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। କନ୍ଷ୍ଟାନ୍ଟିନରୁ ଆରମ୍ଭ ହୋଇଥିବା ଉକ୍ତ ବିଦ୍ରୋହଗୁଡ଼ିକ ଫଳସ୍ୱରୂପ ପର୍ତ୍ତୁଗୀଜମାନେ ସ୍ୱାଧୀନତା ପାଇଥିଲେ। ଏକ ସାମ୍ରାଜ୍ୟ ସ୍ପେନ୍ ଧ୍ୱଂସ ହୋଇଯାଇଥିଲା। ଫ୍ରାନ୍ସର ରାଜଶକ୍ତିର ଉନ୍ନତି ବାଧାପ୍ରାପ୍ତ ହୋଇଥିଲା। ଇଂଲଣ୍ଡରେ ଜଣେ ରାଜାଙ୍କୁ ଫାଶୀ ଦିଆଯାଇଥିଲା ଏବଂ ସବୁଦିନ ପାଇଁ ରାଜକୀୟ ଏକଛତ୍ରବାଦ ବିରୁଦ୍ଧରେ ଏକ ବାଧା ସୃଷ୍ଟି ହୋଇଥିଲା। ତ ନେକ୍ସଟ ଦେଖିବା ଆମେ ଜେମ୍ସ ଏକମ 1603 ରୁ 1625 ଖ୍ରୀଷ୍ଟୀୟ। ଜେମ୍ସ ଏକମ ନିରାଡମ୍ବର, ଆତ୍ମାଭିମାନୀ ଏବଂ ଜ୍ଞାନୀ ବ୍ୟକ୍ତି ଥିଲେ। ତାଙ୍କୁ ଫ୍ରାନ୍ସର ହେନରୀ ଚାରିଙ୍କ ସହିତ ତୁଳନା କରାଯାଇଥିଲା। ସେ ଖ୍ରୀଷ୍ଟିଆନ ଜଗତର ବିଜ୍ଞତାପୂର୍ଣ୍ଣ ମୂର୍ତ୍ତି ଥିଲେ। ସେ ତାଙ୍କ ପୂର୍ବଜମାନଙ୍କଠାରୁ ସୁସ୍ପଷ୍ଟ ବିଷମତା ପ୍ରଦର୍ଶନ
ସେ ତାଙ୍କ ପୂର୍ବଜମାନଙ୍କ ଠାରୁ ସୁସ୍ପଷ୍ଟ ବିଷମତା ପ୍ରଦର୍ଶନ କରିଥିଲେ। ଏଲିଜାବେଥିକ୍ ପରି ସଂସଦରୁ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା କଲା ସେ ଶିଖି ପାରିନଥିଲେ। ଜେମସ୍ ନିଜକୁ ଆଂଶିକ ଭଗବତ୍ ସତ୍ତାଧାରୀ ରୂପରେ ବିବେଚନା କରୁଥିଲେ। ଈଶ୍ୱରଙ୍କ ସମ୍ବନ୍ଧରେ ଅବାନ୍ତର ଯୁକ୍ତି କରିବା ଅଥବା ଅପମାନଜନକ ମନ୍ତବ୍ୟ ଦେବା ନାସ୍ତିକତା ଅଟେ, ଯାହାକୁ ଈଶ୍ୱର କେବଳ କରିପାରିବେ। ଠିକ୍ ସେହିପରି ଯେକୌଣସି ବିଷୟରେ ରାଜାଙ୍କ ପ୍ରତି ତାତ୍ପର୍ଯ୍ୟ ଏବଂ ଉଚ୍ଚତର ବ୍ୟବହାର ପ୍ରଦର୍ଶନ ଆବଶ୍ୟକ ଯୁଦ୍ଧ କରିବା ପ୍ରଜାଙ୍କ ପକ୍ଷେ ଅଶୋଭନୀୟ ଅଟେ, ଯାହାକି କେବଳ ରାଜା ହିଁ କରିପାରିବେ। ଏହି ଏକ ବିଚାରଧାରାକୁ ହୃଦୟରେ ରଖି ଜେମସ୍ ଏକମ୍ 1609 ଖ୍ରୀଷ୍ଟୀୟ ସଂସଦରେ ଦେଇଥିବା ଭାଷଣରେ ଘୋଷଣା କରିଥିଲେ ଯେ ମର୍ତ୍ତ୍ୟମଣ୍ଡଳରେ ରାଜା କେବଳ ଭଗବାନଙ୍କ ପ୍ରତିନିଧି ନୁହେଁ, ବରଂ ଭଗବାନଙ୍କ ଦ୍ୱାରା ସେମାନେ ଭଗବାନ ରୂପରେ ସମ୍ବୋଧିତ ହୁଅନ୍ତି। ତ ନେକ୍ସଟ ଅଛି ଚାର୍ଲିସ୍ ଏକମ୍ 1625-1649 ଖ୍ରୀଷ୍ଟୀୟ। ଘଟଣା ବହୁଳତା ଓ ବିରୋଧ ସତ୍ତ୍ୱେ ମଧ୍ୟ 1525 ଖ୍ରୀଷ୍ଟୀୟରେ ଜେମସ୍ ଏକମ୍ ଶାନ୍ତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରେ ତାଙ୍କ ପୁତ୍ର ଚାର୍ଲିସ୍ ଏକମ୍ ସିଂହାସନ ଆରୋହଣ କରିଥିଲେ। ତାଙ୍କଠାରେ ମଧ୍ୟ କିଛି ପରିବର୍ତ୍ତନ ଘଟିନଥିଲା, ବରଂ ସେ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ଇଂଲଣ୍ଡରୁ ଫ୍ରାନ୍ସ ପରି ଏକ ସ୍ୱୈଚ୍ଛାଚାରୀ ଏକଛତ୍ରବାଦୀ ରାଜ୍ୟ କରିବା ଆଡ଼କୁ ଆଗେଇ ନେଇଥିଲେ। ଏହା ଫଳସ୍ୱରୂପ ସେ ରାଜା ହେବା ମାତ୍ରେ ସଂସଦ ସଂଖ୍ୟାଗରିଷ୍ଠ ରହିଥିବା ପ୍ୟୁରିଟାନ୍ମାନଙ୍କ ସହିତ ତାଙ୍କ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ସିଂହାସନ ଆରୋହଣ କରିବା ପରେ ପରେ ଚାର୍ଲିସ୍ ଫ୍ରାନ୍ସ ସହିତ ଯୁଦ୍ଧରେ ଜଡ଼ିତ ହୋଇଯାଇଥିଲେ। ସେଥିପାଇଁ ସେ ବିକ୍ଷିପ୍ତ ଭାବରେ ଅର୍ଥ ଆବଶ୍ୟକ କରିଥିଲେ। ସେଥିପାଇଁ ସଂସଦ ତାଙ୍କୁ ପ୍ରଜାନୁମୋଦିତ ପରିମାଣ ଅର୍ଥ ବ୍ୟତୀତ ଅଧିକ ଦେବା ପାଇଁ ମନା କରିଦେଇଥିଲେ। ଉକ୍ତ ଅର୍ଥ କିନ୍ତୁ ଯୁଦ୍ଧ ପରିଚାଳନା ପାଇଁ ପର୍ଯ୍ୟାପ୍ତ ନଥିଲା। ତେଣୁକରି ଚାର୍ଲିସ୍ ପ୍ରଜାଙ୍କଠାରୁ ବଳପୂର୍ବକ ବାଧ୍ୟବାଧକତା ଋଣ ସଂଗ୍ରହ କରିବା ପାଇଁ ପ୍ରୟାସ କରିଦେଇଥିଲା। ତ ନେକ୍ସଟ ଦେଖିବା ସ୍କଟଲ୍ୟାଣ୍ଡର ବିଦ୍ରୋହ। ଯଦିଓ ଚାର୍ଲିସ୍ ଏକମ୍ ସଂସଦ ବିନା ଶାସନ କରିବାରେ ସକ୍ଷମ ହୋଇଥିଲେ, ହେଲେ ସେଥିପାଇଁ ସମଗ୍ର ରାଜ୍ୟର ଜନତାଙ୍କ ଘୃଣାଭାବ ତାଙ୍କ ପ୍ରତି ବଢ଼ିଯାଇଥିଲା। ସର୍ବାଧିକ ଘୃଣା କରୁଥିଲେ ପ୍ୟୁରିଟାନ୍ମାନେ, କାରଣ ରାଜା ନିୟମ ବିରୁଦ୍ଧ ରାଜନୈତିକ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ସହିତ ସେ କ୍ୟାଥୋଲିକ୍ ଧର୍ମର ନିକଟତମ ହେଲା ଭଳି ଏକ ଧର୍ମ ପଦ୍ଧତି ପ୍ରଚଳନ କରିଥିଲେ। ପ୍ୟୁରିଟାନ୍ମାନେ ଏକ ବିଦ୍ରୋହ ପାଇଁ ସଜବାଜ ହେଉଥିବା ବେଳେ ସ୍କଟଲ୍ୟାଣ୍ଡରେ ଏକ ବିଦ୍ରୋହ ଆରମ୍ଭ ହୋଇଯାଇଥିଲା ଜଣେ ଇଂରେଜ ରାଜାଙ୍କ ବିରୁଦ୍ଧରେ। 1640 ଖ୍ରୀଷ୍ଟୀୟରେ ସ୍କଟଲ୍ୟାଣ୍ଡବାସୀଙ୍କ ବିଦ୍ରୋହ କେବଳ ରାଜାଙ୍କ ନୀତିନିୟମ ବିରୁଦ୍ଧରେ
ନଥିଲା କିମ୍ବା କେବଳ ଜାତୀୟତାବାଦୀ ନ ଥିବା ବରଂ ବିଶେଷ ରୂପରେ ଧାର୍ମିକ ଆନ୍ଦୋଳନ ଥିଲା। ପିଲାଙ୍କ ପରି ଚାର୍ଲିସ ମଧ୍ୟ ଜଣେ ଇଂରେଜ ବିରୁଦ୍ଧରେ 1600 ଖ୍ରୀଷ୍ଟାବ୍ଦ ସ୍କଟଲ୍ୟାଣ୍ଡର ବିରୁଦ୍ଧରେ କେବଳ ରାଜା ନୀତି ନିୟମ ବିରୁଦ୍ଧରେ ନଥିଲା କିମ୍ବା କେବଳ ଜାତୀୟବାଦୀ ନ ଥିବା ବରଂ ଶେଷ ରୂପରେ ଧାର୍ମିକ ଆନ୍ଦୋଳନ ହୋଇଥିଲା। ପିତାଙ୍କ ପରି ଚାର୍ଲିସ ମଧ୍ୟ ବିଶପ ନାହିଁ ତ ରାଜା ନାହିଁ ନୀତିରେ ବିଶ୍ୱାସ କରୁଥିଲେ। ତେଣୁକରି ସେ ସମ୍ପୂର୍ଣ୍ଣ ରୂପରେ ବିଶପମାନଙ୍କ ଶାସନାଧୀନ ଗିର୍ଜାଗୁଡ଼ିକ ସ୍କଟଲ୍ୟାଣ୍ଡ, ଷ୍ଟାଉରଚିଲ୍ ଏବଂ ପ୍ରେସବିଟାରିଆନ ଆଦି ସ୍ଥାନରେ ପ୍ରତିଷ୍ଠା କରିଥିଲେ, ଯାହା ସ୍କଟଲ୍ୟାଣ୍ଡବାସୀଙ୍କୁ ଆହୁରି ଉତ୍କ୍ଷିପ୍ତ କରି ଦେଇଥିଲା। ଏହା ଫଳସ୍ୱରୂପ ସ୍କଟଲ୍ୟାଣ୍ଡବାସୀ ସଶସ୍ତ୍ର ବିଦ୍ରୋହ ଆରମ୍ଭ କରିଦେଇଥିଲେ, ଯାହାକି ଇଂଲଣ୍ଡ ଗୃହଯୁଦ୍ଧ ଆଡ଼କୁ ପ୍ରଥମ ପଦକ୍ଷେପ ଥିଲା। ସଂସଦ ଅଧିବେଶନ ପାଇଁ ଆହ୍ୱାନ। ସ୍କଟଲ୍ୟାଣ୍ଡକୁ ଦଣ୍ଡବିଧାନ କରିବା ପାଇଁ ଚାର୍ଲିସ ଅର୍ଥ ଆବଶ୍ୟକ କରିଥିଲେ, ଯାହା ସଂସଦ ଅର୍ଥ ଅନୁସାରେ ବିନା ସମ୍ଭବ ନ ଥିଲା। ରାଜାଙ୍କ ଅସହାୟତା ସମ୍ବନ୍ଧରେ ପ୍ୟୁରିଟାନ୍ମାନେ ପୂର୍ଣ୍ଣମାତ୍ରାରେ ଅବଗତ ଥିଲେ। ତେଣୁକରି ସେମାନେ ଉକ୍ତ ସୁଯୋଗ ସଦୁପଯୋଗ କରିବା ପାଇଁ ଉତ୍ପତ୍ତ ହୋଇ ଉଠିଥିଲେ। ଇଂଲଣ୍ଡର ସଂସଦ ନିମ୍ନ ସଦନ ଅଥବା ହାଉସ୍ ଅଫ୍ କମନ୍ସ ସଂଖ୍ୟାଗରିଷ୍ଠତା ଥିବା ପ୍ୟୁରିଟାନ୍ ନେତାମାନେ ଇଂଲଣ୍ଡର ସରକାରଙ୍କୁ ନିଜ ହାତରେ ରଖିବା ପାଇଁ ବଦ୍ଧପରିକର ଥିଲେ। ତେଣୁକରି ସେମାନେ ରାଜାଙ୍କ ଅତ୍ୟନ୍ତ ବିଶ୍ୱସ୍ତ ମନ୍ତ୍ରୀ ଆର୍ଲି ଅଫ ଦ ଫାର୍ଷ୍ଟଙ୍କୁ ହତ୍ୟା କରିଥିଲେ। ସେମାନେ ଜାହାଜର ଦେୟ ଅର୍ଥ ଏବଂ ହେନରୀ ଆଠମଙ୍କ ସମୟରୁ ପ୍ରତିଷ୍ଠିତ ସ୍ୱତନ୍ତ୍ର କ୍ଷମତାପ୍ରାପ୍ତ ଅଦାଲତଗୁଡ଼ିକ ବନ୍ଦ କରିଦେଇଥିଲେ। ଗୃହଯୁଦ୍ଧର ଗତି ଓ ପରିଣତ। ରାଜନୈତିକ ଏବଂ ଧାର୍ମିକ ସମସ୍ୟାକୁ ନେଇ ଇଂଲଣ୍ଡରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା, ଯାହା 1642ରୁ 1649 ଖ୍ରୀଷ୍ଟ ପର୍ଯ୍ୟନ୍ତ ପରିତ୍ୟକ୍ତ ଥିଲା। ରାଜାଙ୍କ ସପକ୍ଷରେ ଅଧିକାଂଶ ସାମନ୍ତ ଏବଂ ବିଶାଳ କ୍ଷେତ୍ରର ମାଲିକମାନେ ରହିଥିଲେ। ସେମାନେ ସମସ୍ତେ ଆର୍ଲିକୀୟ ଗିର୍ଜାର ସମର୍ଥକ ଥିଲେ। ସେମାନଙ୍କ ବିରୁଦ୍ଧରେ ଛିଡ଼ା ହୋଇଥିଲେ କ୍ଷୁଦ୍ର ଓ ମଧ୍ୟମ ଚାଷୀ, ସାଂସଦ, ବୃଦ୍ଧ ବ୍ୟବସାୟୀ, କଳକାରଖାନା ମାଲିକ ଆଦି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ପ୍ୟୁରିଟାନ୍। ରାଜାଙ୍କ ସମର୍ଥକମାନଙ୍କୁ ସମ୍ଭ୍ରାନ୍ତୀୟ ନାମାନୁସାରେ କାଭାଲିଅର ବୋଲି କୁହାଯାଉଥିଲା। ସେମାନଙ୍କ ବିରୁଦ୍ଧରେ ଥିଲେ ଛୋଟ ଛୋଟ କୁତ୍ସିତ କେଶଧାରୀ, ତେଣୁ ସେମାନଙ୍କୁ ଗୋଲାକାର ମୁକ୍ତ ରାଉଣ୍ଡ ହେଡ୍ କୁହାଯାଉଥିଲା। ସମର ବିଶାରଦ ଏବଂ ଅଭ୍ୟସ୍ତ ରାଜାଙ୍କ ସୈନ୍ୟବାହିନୀ ପ୍ରଦେଶ
ପ୍ରଥମେ ପ୍ରାୟ ସର୍ବତ୍ର ବିଜୟୀ ହୋଇଥିଲେ। 1644 ଖ୍ରୀଷ୍ଟିୟରେ ସଂସଦୀୟ ସୈନ୍ୟବାହିନୀ ସ୍ୱୀକୃତ ହୋଇଯାଇଥିଲେ। ତାପରେ ଯୁଦ୍ଧର ଭାଗ୍ୟରେ ପରିବର୍ତ୍ତନ ହୋଇ ସଂସଦୀୟ ସୈନ୍ୟବାହିନୀ ଆଡ଼କୁ ଢଳିଥିବା କାଭାଲିକମାନଙ୍କ ସୈନ୍ୟବାହିନୀ ଦୟନୀୟ ଭାବରେ ପରାଜିତ ହୋଇଯାଇଥିଲେ ଏବଂ 1646 ଖ୍ରୀଷ୍ଟିୟରେ ରାଜା ଚାର୍ଲ୍ସ ଏକମ ସମ୍ମତି କରିବା ପାଇଁ ବାଧ୍ୟ ହୋଇଥିଲେ। ନେକ୍ସଟ ଅଛି ପୁନର୍ବାର ଷ୍ଟିଉଲିମେନଙ୍କ ସାଂସଦିକ। ଯେତେବେଳେ ଇଂଲଣ୍ଡବାସୀଙ୍କୁ ପ୍ୟୁରିଟାଇନ୍ ସାମରିକ ଏକଛତ୍ରବାଦ ଏବଂ ପୁନର୍ବାର ରାଜତନ୍ତ୍ର ମଧ୍ୟରେ କାହାକୁ ଗ୍ରହଣ କରିବା ପାଇଁ ସିଦ୍ଧାନ୍ତ ନେବାକୁ ସୁଯୋଗ ମିଳିଲା, ସେତେବେଳେ ପୁରୁଣା ରାଜତନ୍ତ୍ରକୁ ଗ୍ରହଣ କରିବା ପାଇଁ ମତ ପ୍ରକାଶ କରିଦେଇଥିଲେ। 1658 ଖ୍ରୀଷ୍ଟିୟରେ କ୍ରୋମଲିକ ମୃତ୍ୟୁବରଣ ହେବା କ୍ଷଣି ସାମରିକ ଅଧିକାରୀମାନେ ନିଜ ହାତକୁ କ୍ଷମତା ନେଇଯାଇଥିଲେ। ତାପରେ ସେମାନେ ଏକ ନୂତନ ସଂସଦ ଗଠନ ପାଇଁ ନିର୍ବାଚନ କରିଥିଲେ। ଉକ୍ତ ନବ-ନିର୍ବାଚିତ ସଂସଦ ପ୍ରଥମ ଅଧିବେଶନ 1660 ଖ୍ରୀଷ୍ଟିୟରେ ବସିଥିଲା। ସମସ୍ତ ସାଂସଦ ଏକମତ ହୋଇ ଚାର୍ଲ୍ସ ଏକମଙ୍କ ନିର୍ବାସିତ ପୁତ୍ର ଚାର୍ଲ୍ସ ଦ୍ୱିତୀୟଙ୍କୁ ରାଜା ରୂପରେ ଘୋଷଣା କରିଥିଲେ। ଚାର୍ଲ୍ସ ଦ୍ୱିତୀୟ 1660ରୁ 1658 ଖ୍ରୀଷ୍ଟିୟଙ୍କୁ ରାଜତ୍ୱ ଆରମ୍ଭ ସହିତ ଇଂଲଣ୍ଡରେ ଏକ୍ଲିକିୟ ଧର୍ମ ଏକ୍ଲିକେନିଜର୍ସ ପୁନଃ ପ୍ରତିଷ୍ଠିତ ହୋଇଥିଲା। ସଂସଦରୁ ସମ୍ମାନ ଦେବା ଏବଂ ବହୁ ଲୋକଙ୍କ ଦସ୍ତଖତ ସମ୍ବଳିତ ଜ୍ଞାପନ ଅଥବା ପିଟିସନ ଅଫ ରାଇଟ୍ସକୁ ପାଳନ କରିବା ପାଇଁ ରାଜି ହୋଇଥିଲେ।